যাত্রা দেখিবা হেলা কাଳ ଯୁବକଙ୍କୁ ମାରି ଟ୍ରେନ୍ ଲାଇନ୍ କଡ଼ରେ ପକାଇଦେଲେ ଦୁର୍ବୃତ୍ତ। ଘଟଣା ଘଟିଛି କୋରାପୁଟ ରାୟଗଡ଼ା ରେଳ ଲାଇନ୍ର ଦୁରୁଗୁଦା ନିକଟରେ। ଘଟଣାସ୍ଥଳରେ କୋରାପୁଟ ଜିଆର୍ପି ଆର୍ଆର୍ପିଏଫ୍ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି। ମୃତ ଯୁବକଙ୍କ ନାମ ଦୁରୁଗୁଡା ଗାଁର ରାଜା ମୁଦୁଲି ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତକାଲି ରାଜୁ ନିଜ ପରିବାର ସହ ନାଟକ ଦେଖିବା ପାଇଁ ନିକଟସ୍ଥ ଗାଁକୁ ଯାଇଥିଲା, କିନ୍ତୁ ସେହି ସ୍ଥାନରେ କିଛି ଯୁବକଙ୍କର ରାଜୁ ସହ ପାଟିତୁଣ୍ଡ କରିଥିଲା ଏବଂ ସେହି ଯୁବକମାନେ ହିଁ ଏହି ହତ୍ୟାକାଣ୍ଡ ଘଟାଇଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। 11টাରୁ ଆଇଲୁ ସାର୍, ମୋ ସ୍ୱାମୀ ଟିକେ ବି ଦେଲେ, ତାପରେ ଗଣ୍ଡଗୋଳ କଲେ କି ମୁଁ ତ ଗଲାକୁ ମତେ ମାରବାକୁ ଆଇଲାକୁ ମୁଁ କହିଲି କି ଯିବା ଗଛୁ ବୋଇଲାକୁ ମତେ କହିଲାକୁ ଯିବା ଗ ବୋଇଲାରୁ ଛିଟିରୁ କେନ୍ତି କାରଣ ଆଇଲା ମୁଇଁ ଯାଇକରି ଟିକେ ବସି ପଡିଲା ଭିତରକୁ ଏତେ ବଡ ଘଟଣା ଘଟିଛି। ଶତ୍ରୁତାରେ କଣ ମୋ ସାର୍ ମୁଁ ଏତେ ଜାଣି ନାହିଁ ସାର୍, ମଣ୍ଡରା ମରିଗଲା। ମୋ ପିଲା 3ଟା, ନ୍ୟାୟ ଚାହୁଁଛୁ ସାର୍, ଆଉ କଣ ଚାହିଁବୁ? ମୋ 3ଟା ପିଲାକୁ ଅନାଥ ହେଇଗଲେ, ମୋ ପିଲାକୁ ଏବେ ପଚାରବା ଲୋକ ବି ନାହିଁ, ମୋର ବି କିଏ ସାହାରା ନାହାନ୍ତି। ଡ୍ରାଇଭିଂ କରୁଥିଲେ। କୃଷ୍ଣ ମୁଦୁଲି ବାପା ସାଙ୍ଗସାଥି ଆସିଥିଲୁ ନାଟ ଦେବା ପାଇଁ। 4-5ଟା ପିଲା ଗଣ୍ଡଗୋଳ କରିବା ପାଇଁ ଆଣି ଝିକି ଆଣିଲା, ସେଠି ମାରୁଥିଲେ। ସେ ପାଖରେ ତାପରେ ବାପା ଛଡ଼ାଇକିନା ଏପଟେ ଆଇଲାରେ ମୁଇଁ ସେତିକିରେ ଜାଣି ନାହିଁ। ଆରେ ଦେଖିଲା ବେଳେ ସକାଳ ଭିତରେ ମରି ଯାଇଥିଲେ ବାପା। ଜାଣିଛି ଆଜ୍ଞା, ଦୁରୁଗୁଡ଼ାରେ। ନାଇଁ ଜାଣିନି ସେଟା କିଛି ସାର୍। ମୋ ନାଁ କାର୍ତ୍ତିକ ଗୁଣ୍ଠା, ମୁଁ ଦୁରୁଗୁଡ଼ାରୁ। କେତେବେଳରୁ ଆସିଲି ସାର୍? ରାତି 11ଟା ବେଳେ ଆସିଲି, ମିଶିଲା ମୋତେ, ତାପରେ ନମ୍ବର ବି ଦେଲା ମୋତେ, ତାପରେ କଥା ହେଲା। ତାପରେ ସେ କହିଲା ମୋ ଫ୍ୟାମିଲି ଧରିକି ଆସି ମୋ ମନ୍ଦିର ପାଇଁ ଆସିକି କହିଲା। ସେ ପିଆ ବି କରିନଥିଲା। ତାପରେ କଥା ହେଲା, ତାପରେ ହଉ ଠିକ୍ ଅଛି। ତାପରେ ମୁଁ ବାହାରିଲି, 11ଟା ବେଳକୁ ଆଇଲି, ତେଲ ପକେଇଲି, ତାପରେ ଘରକୁ ଗଲି। ତାପରେ ଆଉ ମୁଁ ଦେଖିପାରିଲିନି ସାର୍। ତାପରେ ସକାଳେ ଉଠିଲା ବେଳକୁ ଦେଖିଲି ଯେ ଏମିତି ଏମିତି କରି ଜଷ୍ଟ ମୁଁ ଶୋଇକି ଉଠିଲା ବେଳକୁ ମୋ ୱାଇଫ୍ କହିଲେ ଏମିତି ଏମିତି ହେଲା। ମୁଁ ଆସିଲି ସାର୍, କିଛି ନଥିଲା ସେ। ମୁଁ ତ ଜାଣିପାରିବିନି ସେଇଟା ସାର୍, କ'ଣ ହେଲା କ'ଣ ନାହିଁ ଏଇଟା। ସେ ଡ୍ରାଇଭର ଥିଲେ, ଟିମ୍ପର ଚଲାଉଥିଲେ ଆଜ୍ଞା। ଯେଉଁଟା ହେଇଛି ସାର୍ ଆମକୁ ନ୍ୟାୟ ଦରକାର ସାର୍। ଯେ କ'ଣ ହେଇଛି ସେଟା ଇମିଡ଼ିଏଟଲି ଏଇଟା କରନ୍ତୁ ସାର୍। ସେଇଟା ମ୍ୟାଡ଼ାମ ସାର୍ କଥା ହେଇଥିଲି ମୁଁ, ସେଟା ଇଏ କଲେ ଭଲ ହେଇବ ସାର୍। କୋରାପୁଟରୁ ଦେବଦତ୍ତ ପାଣିଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।